ଗୋଟିଏ ବଡ଼ ଘନ ଜଙ୍ଗଲ ଭିତରେ ଗୋଟିଏ ଠେକୁଆ ଛୁଆ ଏବଂ ଗୋଟିଏ ଛେଳି ଛୁଆ ରହୁଥିଲେ। ସେମାନେ ବହୁତ ପ୍ରିୟ ସାଙ୍ଗ ଥିଲେ। ସେମାନେ ସେ ଜଙ୍ଗଲରେ ବହୁତ ଖୁସିରେ ରହୁଥିଲେ ଓ ସେମାନେ ଦୁଇ ଜଣ ବହୁତ ମଜାମସ୍ତି କରୁଥିଲେ। ହେଲେ ସେହି ଜଙ୍ଗଲରେ ଗୋଟିଏ ବହୁତ ଶକ୍ତିଶାଳୀ ବାଘ ରହୁଥିଲା। ସେ ବହୁତ ଅଳସୁଆ ଥିଲା। ସେ ନିଜେ ଶିକାର କରି ଖାଇବା ପାଇଁ ପସନ୍ଦ କରୁନଥିଲା। ସେ ଭାବିଲା ଯେ ମୁଁ ଏମିତି ଗୋଟିଏ କାମ କରିବି ଯାହା ଦ୍ୱାରା ମୋତେ ସମସ୍ତେ ଆସି ଖାଇବା ପାଇଁ ଦେବେ। ଆରେ ମୁଁ ଯାଉଛି ଜଙ୍ଗଲର ସବୁ ପଶୁ ପକ୍ଷୀମାନଙ୍କୁ ଡାକି ଆଣିବି ଆଉ ଏଠାରେ ଗୋଟିଏ ବୈଠକ କରିବି। ମୁଁ ସେମାନଙ୍କୁ କହିବି ମୋତେ ଆସି ଖାଇବା ଦେବା ପାଇଁ। ଯାଉଛି ମୁଁ। ତା ପରଦିନ ସକାଳେ ସେ ସବୁ ପଶୁମାନଙ୍କୁ ଡାକି ଦେଇଥିଲା। ହାତୀ, ଗାଈ, ଠେକୁଆ ସବୁ ଆସିଥିଲେ। ତାପରେ ବିଲୁଆ ତାକୁ କହିଲା, ଆରେ ବାଘ ଭାଇ, ତୁମେ ଏଠି ଆମମାନଙ୍କୁ କ'ଣ ପାଇଁ ଡାକିଲ? ଆରେ ମୁଁ ତମମାନଙ୍କୁ ସେ ମଣିଷ ଶିକାର ପାଖରୁ ବଞ୍ଚାଇଥିଲି। ନହେଲେ ସେ ମଣିଷ ଶିକାରୀ ତମମାନଙ୍କୁ ଉଠାଇ ନେଇ ଯାଇଥାନ୍ତା। ମୁଁ ତମମାନଙ୍କୁ ବହୁତ ଥର ବଞ୍ଚାଇଛି। ଏବେ ତମମାନଙ୍କ ପାଳି। ତମେମାନେ ସକାଳେ ଉଠିଲେ ମୋତେ ଖାଇବା ଆଣିକି ଦବ। ତୁମ ସମସ୍ତଙ୍କ ଦିନେ ଦିନେ ପାଳି ହବ। ଯିଏ ସେ ଦିନ ଖାଇବା ଆଣିକି ନ ଦବ ମୁଁ ତାକୁ ହିଁ ମାରିକି ଖାଇଦେବି। ଯାଅ ଏବେ ତୁମେମାନେ ସବୁ କାମରେ ଲାଗିଯାଅ। କାଲିଠାରୁ ଯେମିତି ମୋ ପାଖକୁ ଖାଇବା ପହଞ୍ଚିଯାଏ। ତା ପରଦିନ କତରୁ କେବେ ବିଲୁଆ ତ କେଉଁଦିନ ହାଇନା ଓ କେଉଁଦିନ ଭାଲୁ ଆସି ଖାଇବା ଦଉଥିଲା। ଦିନେ ଠେକୁଆର ପାଳି ପଡ଼ିଲା। ସମସ୍ତେ ଭାବିଲେ ଠେକୁଆ ତ ବହୁତ ଛୋଟ। ଇଏ ବା କ'ଣ ସିଂହ ପାଇଁ ମାଂସ ନେଇ ଯାଇପାରିବ। ତାପରେ କିଛି ସମୟ ପରେ ହାଇନା ତାକୁ କହିଲା, ଆରେ ଠେକୁଆ, ତୁ ତ ଏତେ ଜୋରରେ ଦୌଡ଼ୁ, ହେଲେ ତୁ ତ କଇଁଛ ପାଖରୁ ହାରିଯାଉ। ଆଉ ତୁ କ'ଣ ବାଘ ପାଇଁ ମାଂସ ନେଇ ଯାଇପାରିବୁ? ମୋତେ କାହିଁ ଲାଗୁନି ତୁ ଆଜି ଗଲୁ ବାଘ ପାଖରୁ। ଏତିକି କଥା ଶୁଣି ଠେକୁଆ ସେଠାରୁ ମନ ଦୁଃଖ କରି ପଳାଇଗଲା। ଆଉ ସେ ଯାଇ ଗୋଟେ ଜାଗାରେ ମନ ଦୁଃଖ କରି ବସିଗଲା। ଆଉ ଛେଳି ତାକୁ କହିଲା, ଆରେ ଠେକୁଆ ଭାଇ, ତୁ ମନ ଦୁଃଖ କରନା। ସେ ହାଇନା ଯାହା ବି କହୁ ତୁ ମନ ଦୁଃଖ କରନା। ତୁ ଏବେ ବାଘ ପାଖକୁ ଯା। ମୁଁ ତତେ ଯାହା କହୁଛି ତୁ ଯାଇକି ବାଘକୁ କହିଦବୁ। ତାପରେ ଛେଳି ତାକୁ ସବୁ କଥା କହିଲା। ସେହିକ୍ଷଣି ଠେକୁଆ ଚାଲିଗଲା ବାଘ ପାଖକୁ। ଆଉ କିଛି ନ ନେଇ ଦେଖି ବହୁତ ରାଗି ଯାଇଥିଲା। ଆଜି ଠେକୁଆକୁ ମାରିଦେବ ବୋଲି ଭାବିଥିଲା। ଆରେ ଠେକୁଆ, ତତେ ଆଜି କ'ଣ ଜଙ୍ଗଲବାସୀ ପଠେଇଛନ୍ତି? ଆଉ ତୁ କିଛି ନ ନେଇ ପଳେଇ ଆସିଲୁ। ତାହେଲେ ଆଜି ତୋର ମରିବାର ସୁନିଶ୍ଚିତ। ମୁଁ ତତେ ଆଜି ତାହେଲେ ମାରିକି ଖାଇବି। ନହେଲେ ମୋର ଭୋକ ମେଣ୍ଟିବ କେମିତି? ତାପରେ ଠେକୁଆ ତାକୁ କହିଲା, ଆରେ ବାଘ ଭାଇ, ମୁଁ ତମ ପାଇଁ ଖାଇବା ଆଣିଥିଲି। ରାସ୍ତାରେ ମତେ ଆଉ ଗୋଟେ ବାଘ ସାଙ୍ଗରେ ଦେଖା ହେଲା। ଆଉ ସେ ମତେ କହିଲା ମତେ ଖାଇବା ଦେଇକି ଯା। ମୁଁ କହିଲି ନା, ଆମ ଜଙ୍ଗଲରେ ଗୋଟେ ତୋହିତ ବଡ଼ ବାଘଟିଏ ଅଛି। ତା ପାଇଁ ମୁଁ ଖାଇବା ନେଇ ଯାଉଛି। ସେ କିଛି ନ ବୁଝି ନ ଶୁଣି ମୋ ପାଖରୁ ଖାଇବା ନେଇ ଚାଲିଗଲା। ଆଉ ସେ କହିଲା, ଏ ବାଘରେ କେଉଁ ବାଘଟି ଅଛି ମତେ ଡାକି ଆଣ। ଆରେ ଆମ ଜଙ୍ଗଲରେ ତ ଆମଠୁ ଶକ୍ତିଶାଳୀ କେହି ବାଘ ନାହିଁ। ଚାଲ ଏବେ ଦେଖିବା ସିଏ କିଏ ସେ ବାଘ। ମୁଁ ତାକୁ ଆଜି ମାରିକି ଖାଇଦେବି। ସିଏ ମୋ ଖାଇବା ଛଡ଼େଇ ନେଇଗଲା। ଆଉ ଏତିକି କହି ଠେକୁଆ ବାଘ ସେଠାରୁ ଚାଲିଗଲେ। ଠେକୁଆ ତାକୁ ନେଇଗଲା ଗୋଟିଏ କୂଅ ପାଖକୁ, ଯେଉଁଥିରେ ଢେର ସାରା ପାଣି ଥିଲା। ଆଉ ବାଘକୁ କହିଲା, ଏଥିରେ ସେଇ ବାଘଟିଏ ଅଛି। ଆଉ ବାଘ ଦେଖିଲା ପାଣିରେ ତାର ପ୍ରତିବିମ୍ବ ଦେଖାଯାଉଛି। ବାଘ କିଛି ନ ବୁଝି ସିଧା କୂଅକୁ ଡେଇଁ ପଡ଼ିଲା ଆଉ କୂଅରେ ପଡ଼ି ମରିଗଲା। ଏହା ଦେଖି ଜଙ୍ଗଲର ସବୁ ପଶୁ ତା ଉପରେ ଖୁସି ହେଲେ। ସମସ୍ତେ କହିଲେ ଠେକୁଆ ବହୁତ ଛୋଟ, ହେଲେ ସିଏ ବହୁତ ବଡ଼ କାମ କରି ଦେଖାଇଲା।